ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ଆଜିର ପବିତ୍ର ମହାଶିବରାତ୍ରିର ଶୁଭେଚ୍ଛା। ଆମେ ବର୍ତ୍ତମାନ ଅଛେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ। ଶାବର ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମନ୍ଦିର ଏକ ଅନନ୍ୟ ପୀଠ, ଅନନ୍ୟ କ୍ଷେତ୍ର। ଶାବରଙ୍କର ଦିବ୍ୟଭୂମି, ପୂଜ୍ୟଭୂମି, ଏହି ଅଞ୍ଚଳର ଅଧିବାସୀଙ୍କର ଦିବ୍ୟଭୂମି, ଯେଉଁଠାରେ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଦର୍ଶନ ଦେଉଛନ୍ତି ଶ୍ରୀମନ୍ଦିର ମଧ୍ୟରେ। ଏବଂ ଆଜିର ମହାଶିବରାତ୍ରି ପାଳନ ଅବସରରେ ଭକ୍ତଙ୍କର ଭିଡ଼ ଲାଗିଛି ଶବରେଶ୍ୱରଙ୍କର ମନ୍ଦିରରେ। ତେବେ କେବଳ ଶବରେଶ୍ୱରଙ୍କର ମନ୍ଦିର ନୁହେଁ, ଭାରତବର୍ଷର ଅନେକ ପ୍ରସିଦ୍ଧ ପୀଠର ଏଠାରେ ଉପସ୍ଥିତି ଭକ୍ତମାନେ ଅନୁଭବ କରୁଛନ୍ତି ସେଗୁଡ଼ିକୁ ଦର୍ଶନ କରି। ତେବେ ଆମେ ବର୍ତ୍ତମାନ ଯାତ୍ରା କରିବା ସେହି ଶିବ ମନ୍ଦିର ଗୁଡ଼ିକ, ଯାହାକି ଆମର ଏହି ଶାବର ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଭକ୍ତଙ୍କ ପାଇଁ ନିଜକୁ ଉନ୍ମୁକ୍ତ ରଖିଛନ୍ତି। ଶ୍ରଦ୍ଧା ଚେତନାର ଊର୍ଦ୍ଧ୍ୱଗାମୀ ଯାତ୍ରାରେ ସହାୟକ ହେବା ପାଇଁ, ଅନ୍ତର୍ଚେତନା ମାଧ୍ୟମରେ କିପରି ଦିବ୍ୟତ୍ୱ ପ୍ରାପ୍ତି ହୋଇପାରିବ ସେ ଦିଗରେ ସଚେତନ କରିବା ପାଇଁ ସତତ ପ୍ରଚେଷ୍ଟା କରି ଚାଲିଥିବା ଏହି ଦିବ୍ୟଭୂମି ଆପଣମାନଙ୍କୁ ସମସ୍ତଙ୍କୁ ବର୍ତ୍ତମାନ ନେଇ ଚାଲିବା ସେହି ମନ୍ଦିରଗୁଡ଼ିକୁ। ଆସନ୍ତୁ ତାହେଲେ। ଏ ହେଉଛି ଶବରେଶ୍ୱରଙ୍କର ଦୃଶ୍ୟ, ଯେଉଁଠାରେ ଆପଣ ଦେଖୁଛନ୍ତି ଭକ୍ତଙ୍କର ଭିଡ଼ ଲାଗି ରହିଛି। ସକାଳୁ ଦର୍ଶନ କରିବା ପାଇଁ ଘଣ୍ଟି ବାଡ଼େଇ ଚାଲିଛନ୍ତି ଏବଂ ନିଜର ଭକ୍ତିଭରା ଅର୍ଘ୍ୟକୁ ଅର୍ପଣ କରି ଚାଲିଛନ୍ତି ଭକ୍ତମାନେ। ତେବେ ତାପରେ ବର୍ତ୍ତମାନ ଆମେ ଯିବା ପାର୍ଶ୍ୱ ମନ୍ଦିର ଗୁଡ଼ିକରେ କିପରି ଅନ୍ୟାନ୍ୟ ଅଞ୍ଚଳର ଶିବଲିଙ୍ଗ ଗୁଡ଼ିକୁ ଏଠି ସ୍ଥାପନ କରାଯାଇଛି ଖାସ୍ ଭକ୍ତଙ୍କର ଏହି ଦର୍ଶନ ପାଇଁ। ଆସନ୍ତୁ ତାହେଲେ ପ୍ରଥମେ ଦର୍ଶନ କରିବା ଅମରନାଥ ଶିବଲିଙ୍ଗକୁ, ଯେଉଁଠାରେ ସ୍ଥାପନ କରାଯାଇଛି ଶାବର ଶ୍ରୀକ୍ଷେତ୍ର କୋରାପୁଟର ପବିତ୍ର ପ୍ରାଙ୍ଗଣରେ। ଏହି ଅମରନାଥ ଶିବଲିଙ୍ଗଟି ଆପଣ ଦେଖିପାରୁଛନ୍ତି କାଶ୍ମୀର ରାଜ୍ୟରେ ହିମାଳୟର ତୁଷାରାଚ୍ଛାଦିତ ପର୍ବତ ଗୁମ୍ଫାରେ ସ୍ୱୟମ୍ଭୁ ହିମଲିଙ୍ଗ ଅମରନାଥ ଅନାଦି କାଳରୁ ଆରାଧିତ ହୋଇ ଆସୁଛନ୍ତି। ତାଙ୍କର ଏହି ଅନୁଭୂତିକୁ ନେଇ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତ ଦର୍ଶନ କରୁଛନ୍ତି, ନିଜର ଭକ୍ତିକୁ ଅର୍ପଣ କରୁଛନ୍ତି। ତାପରେ ଆମେ ଦର୍ଶନ କରୁଛେ କେଦାରନାଥଙ୍କୁ। କେଦାରନାଥର ଏହି ଶିବଲିଙ୍ଗ ନିଶ୍ଚିତ ଭାବରେ ଭକ୍ତଙ୍କୁ ଅନୁପ୍ରାଣିତ କରୁଛି। କେଦାରନାଥ, ଯାହାକି ଉତ୍ତରାଞ୍ଚଳ ହିମାଳୟ ପର୍ବତାଞ୍ଚଳ ମଧ୍ୟରେ କେଦାରନାଥ ପୀଠ, ଏକ ତ୍ରିକୋଣାକାର ବିଶାଳ ପର୍ବତଖଣ୍ଡ ହିଁ କେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ପୁରାଣ ପ୍ରସିଦ୍ଧ। ତେବେ ତାକୁ ଦର୍ଶନ କରି ଏଠି କୃତାର୍ଥ ହେଉଛନ୍ତି ଭକ୍ତଗଣ। ବର୍ତ୍ତମାନ ଆମେ ଦର୍ଶନ କରୁଛନ୍ତି ଶ୍ରୀ ପଶୁପତିନାଥ ନେପାଳରେ ଅବସ୍ଥିତ ଥିବା ପଶୁପତିନାଥର ପଞ୍ଚମୁଖୀ ଶିବଲିଙ୍ଗ, ଶିବଙ୍କର ଦୃଶ୍ୟ, ଯାହା ବର୍ତ୍ତମାନ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତଙ୍କର ଗହଣରେ ଶୋଭା ପାଉଛନ୍ତି। ନେପାଳର ରାଜଧାନୀ କାଠମାଣ୍ଡୁ ନିକଟରେ ଏକ ରମଣୀୟ ଉପତ୍ୟକାରେ ପଶୁପତିନାଥଙ୍କ ପୀଠ, ଏଠାରେ ପଞ୍ଚମୁଖୀ ଶିବ ଆରାଧିତ ହୁଅନ୍ତି। ବର୍ତ୍ତମାନ ଦର୍ଶନ କରିବା ପୃଥିବୀଶ୍ୱର, ହରିୟାଣାର କୁରୁକ୍ଷେତ୍ର ନିକଟରେ ପୁଣ୍ୟମୟ କ୍ଷେତ୍ର ପୃଥୁଦକ୍। ଏଠାରେ ପ୍ରତିଷ୍ଠିତ ପୃଥିବୀଶ୍ୱର ମହାଦେବ ପରମ ଆରାଧ୍ୟ ଦେବତା। ତେଣୁ ତାଙ୍କର ଦର୍ଶନ କରି ଆମେ ତାଙ୍କ ପାଖରେ ଭକ୍ତିପୂର୍ବକ ଅର୍ପଣ କରିବା, ସମର୍ପିତ ହେବା, ଭଗବତ ସତ୍ତା କିପରି ଭାବରେ ଆମ ଭିତରେ ଉଦ୍ଭାସିତ ହେବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ସେମାନଙ୍କଠାରୁ ଶକ୍ତି ପ୍ରଦାନ, ଶକ୍ତି ଗ୍ରହଣ କରିବା। ବର୍ତ୍ତମାନ ଦେଖିବା ଭୂତନାଥ। ଉତ୍ତରପ୍ରଦେଶର ଗୋମତୀ ନଦୀ ତୀରରେ ନୈମିଷାରଣ୍ୟ ବାଲମର ରେଳ ଜଙ୍କସନ୍ ଠାରୁ ଏହା 25 କିଲୋମିଟର ଦୂରରେ ଅବସ୍ଥିତ। ଏହାର ଅନତି ଦୂରରେ ଚକ୍ରତୀର୍ଥ, ଏଠାରେ ଏକ ସରୋବର ତୀରରେ ଭୂତନାଥଙ୍କର ମନ୍ଦିର। ତେବେ ଆସନ୍ତୁ ତାଙ୍କ ଦର୍ଶନ। ଆମେ ବର୍ତ୍ତମାନ ଦର୍ଶନ କରୁଛେ ଭୂତନାଥଙ୍କୁ। ଭୂତନାଥ ନୈମିଷାରଣ୍ୟ, ତାଙ୍କ ପାଖରେ ପ୍ରଣିପାତ କରିବା। ଆମେ ବର୍ତ୍ତମାନ ଦର୍ଶନ କରୁଛେ ପ୍ରୟାଗ ରାଜେଶ୍ୱର। ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମସ୍ଥଳୀ ତୀର୍ଥରାଜ ପ୍ରୟାଗ ସଙ୍ଗମଠାରୁ କିଛି ଦୂରରେ ଅକ୍ଷୟବଟ। ଏହା ନିକଟରେ ପ୍ରୟାଗରେ ରାଜେଶ୍ୱର ଶିବ ମନ୍ଦିର ରହିଛି। ତେଣୁ ତାଙ୍କୁ ଦର୍ଶନ କରିବା ଏବଂ ତାଙ୍କ ପାଖରେ ଆମେ ନିଜକୁ ସମର୍ପିତ କରିବାକୁ ଚେଷ୍ଟା କରିବା। ବର୍ତ୍ତମାନ ଆମେ ଦର୍ଶନ କରୁଛେ ଶ୍ରୀ ପ୍ରୟାଗ ରାଜେଶ୍ୱରଙ୍କୁ। ସୁଦୂର କାଶୀରେ କାଶୀ ବିଶ୍ୱନାଥ ପ୍ରତିଷ୍ଠିତ ହୋଇଛନ୍ତି। ପୁରାଣରେ କାଶୀ ଆଦି ବୈଷ୍ଣବ ସ୍ଥାନ, ଭଗବାନ ଶଙ୍କରଙ୍କର ତ୍ରିଶୂଳ ଉପରେ ବିଦ୍ୟମାନ ଏହି କ୍ଷେତ୍ର। ଉତ୍ତରପ୍ରଦେଶର ଏହି ସ୍ଥାନର ଅନ୍ୟ ନାମ ବାରାଣାସୀ। ବିଶ୍ୱନାଥଙ୍କ ମନ୍ଦିର ଏହି କ୍ଷେତ୍ରକୁ ସର୍ବମାନ୍ୟ ଶୈବ କ୍ଷେତ୍ରରେ ମାନ୍ୟତା ଦିଏ। ତେବେ ବର୍ତ୍ତମାନ ଆମେ ସେହି କାଶୀ ବିଶ୍ୱନାଥ ଶିବ ମନ୍ଦିରର ଶିବଲିଙ୍ଗକୁ ଏଠାରେ ଦର୍ଶନ କରିବା ଶାବର ଶ୍ରୀକ୍ଷେତ୍ର କୋରାପୁଟରେ।
ଭକ୍ତଙ୍କ ପାଇଁ ଏହି ବିଶେଷ ସୁବିଧା ସୁଯୋଗ ଆଣି ଦେଇଛନ୍ତି ଶାବର ଶ୍ରୀକ୍ଷେତ୍ରର ପରିଚାଳକ। ତେଣୁ ତାଙ୍କ ପାଖରେ କୃତଜ୍ଞତା ଜଣାଇବା ଏବଂ ଶ୍ରୀ ଜଗନ୍ନାଥଙ୍କ ପାଖରେ କୃତଜ୍ଞତା ଜଣାଇବା ଯେ ଆମେ କାଶୀ ବିଶ୍ୱନାଥଙ୍କୁ ମଧ୍ୟ ଏଠାରେ ଦର୍ଶନ କରିବାର ସୁଯୋଗ ପାଇଛେ। ଆମେ ବର୍ତ୍ତମାନ ଦର୍ଶନ କରୁଛେ କାଶୀ ବିଶ୍ୱନାଥଙ୍କୁ। ବର୍ତ୍ତମାନ ଆମେ ଦର୍ଶନ କରୁଛେ ରାମେଶ୍ୱର ସ୍ଥିତ ଶିବଲିଙ୍ଗର ଦର୍ଶନ। ଏହି ଅପୂର୍ବ ଦର୍ଶନ କରିବା ଆମେ ଭକ୍ତଙ୍କ ଭିତରେ ଅପୂର୍ବ ଉତ୍ସାହ ଏବଂ ଏହି ଉତ୍ସାହ ଭିତରେ ଆମେ ଦେଖିବା ଦର୍ଶନ କରିବା ଦେବଦେବ ମହାଦେବଙ୍କୁ ରାମେଶ୍ୱର ପୀଠର। ତାମିଲନାଡୁରେ ଏହା ଏକ ପ୍ରସିଦ୍ଧ ଶୈବପୀଠ। ଏହା ବ୍ୟତୀତ ଚତୁର୍ଧାମ ମନ୍ଦିରର ଏହି ପ୍ରତିଷ୍ଠିତ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ପାଇଁ ଆଜି ଆମେ କୋରାପୁଟର ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି ଏବଂ ଦେଖିବା ଦର୍ଶନ କରିବା ରାମେଶ୍ୱରର ଶିବଲିଙ୍ଗ। ବର୍ତ୍ତମାନ ଆମେ ଦର୍ଶନ କରୁଛେ ରାମେଶ୍ୱରର ଶିବଲିଙ୍ଗ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ। ବର୍ତ୍ତମାନ ଆମେ ଦର୍ଶନ କରିବା ସୋମନାଥ ପୀଠ, ଯାହାକି ଗୁଜରାଟର ପୁରାଣ ପ୍ରସିଦ୍ଧ କ୍ଷେତ୍ରରେ ସୋମନାଥଙ୍କର ଜ୍ୟୋତିର୍ଲିଙ୍ଗ ପୂଜା ପାଆନ୍ତି। ଏହି ଜ୍ୟୋତିର୍ଲିଙ୍ଗକୁ ଆମେ ଦର୍ଶନ କରିବା ସୌଭାଗ୍ୟ ପାଇଛେ ଶାବର ଶ୍ରୀକ୍ଷେତ୍ର। ଆସନ୍ତୁ ଦର୍ଶନ କରିବା ସୋମନାଥ। ଏହି ସୋମନାଥ କ୍ଷେତ୍ରରେ ପ୍ରଭାସ କ୍ଷେତ୍ରଠାରେ ଜାରାଶବର ଭଗବାନ ଶ୍ରୀକୃଷ୍ଣଙ୍କୁ ଶରାଘାତ କରିଥିବା କଥା ମହାଭାରତ ରହିଛି। ପଶ୍ଚିମ ସାଗର ଆରବ ସାଗର କୂଳରେ ସୋମନାଥ ଏକ ପ୍ରସିଦ୍ଧ ଶୈବପୀଠ। ଆସନ୍ତୁ ଦର୍ଶନ କରିବା ସୋମନାଥର ସେହି ଜ୍ୟୋତିର୍ଲିଙ୍ଗର ଆଭାକୁ, ତାର ସ୍ପର୍ଶକୁ ଏଠାରେ ଅନୁଭବ କରୁଥିବା ଏହି ଶିବଲିଙ୍ଗକୁ। ଶ୍ରୀ ସୋମନାଥର ଶିବଲିଙ୍ଗ ବର୍ତ୍ତମାନ ଆମେ ଦର୍ଶନ କରୁଛେ। ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମଧ୍ୟପ୍ରଦେଶର ଶିପ୍ରା ନଦୀ କୂଳରେ ଅବସ୍ଥିତ ଉଜ୍ଜୟିନୀ ନଗରୀର ଅନ୍ୟ ନାମ ଅବନ୍ତିକା। ଏଠାରେ ମହାକାଳେଶ୍ୱର ଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ। ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଏହି ଅନନ୍ୟ ଅନୁଭୂତିକୁ ସାଉଁଟି ନେଉଥିବା ଭକ୍ତଙ୍କର ଗହଣରେ ଆମେ ଦର୍ଶନ କରିବା ମହାକାଳେଶ୍ୱରର ଶିବଲିଙ୍ଗ। ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗର ଅନୁଭବକୁ ଏଠାରେ ସାଉଁଟି ଆଣିଥିବା ଏହି ଶିବଲିଙ୍ଗକୁ ଦର୍ଶନ କରି ନିଶ୍ଚିତ ଭାବରେ ଆମେ ଅନୁପ୍ରାଣିତ ହେବା। ଆମ ଭିତରରେ ଥିବା ଅନ୍ତର୍ଚେତନା ଉନ୍ମୁକ୍ତ କରିବା ଏହା ସହାୟକ ହେଉ। ସମଗ୍ର ଜଗତ ଏକ ହୋଇ ଉଠୁ। ଏକ ଭିତରେ ଅନେକ, ଅନେକ ଭିତରେ ଏକର ସମ୍ଭାବନା ପ୍ରତି ନିଜକୁ ଉନ୍ମୁକ୍ତ କରିବାରେ ପ୍ରତିଟି ଭକ୍ତ ଆଜି ସତତ ପ୍ରଚେଷ୍ଟା କରନ୍ତୁ। ତାର କିରଣ ଆଜି ପାଇବାରେ ସମର୍ଥ ହୁଅନ୍ତୁ, ଏହି ଆଶା ଆମେ କରିବା। ତେବେ ବର୍ତ୍ତମାନ ଆମେ ଆଗକୁ ବଢ଼ିବା। ବର୍ତ୍ତମାନ ଆମେ ଦର୍ଶନ କରିବା ମୁଖଲିଙ୍ଗମ। ଆନ୍ଧ୍ରପ୍ରଦେଶରେ ମୁଖଲିଙ୍ଗମ ଠାରେ ଭଗବାନ ଶିବଙ୍କର ବିଶାଳକାୟ ପ୍ରାଚୀନ ମନ୍ଦିର ରହିଛି। ଏହାର ନାମ ଥିଲା କଳିଙ୍ଗନଗର, ଯାହା ପ୍ରାଚୀନ କଳିଙ୍ଗର ରାଜଧାନୀ ଥିଲା। ଏହିଠାର ଶିବଲିଙ୍ଗର ଦର୍ଶନ କରିବାର ସୌଭାଗ୍ୟ ଆମକୁ ମିଳିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ। ଶ୍ରୀ ଜଗନ୍ନାଥଙ୍କର ଅପାର କୃପାରୁ ସମସ୍ତ ଜ୍ୟୋତିର୍ଲିଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନର ଲିଙ୍ଗ ଗୁଡ଼ିକର ସ୍ଥାପନା ଏହି ପରିସର ମଧ୍ୟରେ କରାଯାଇପାରିଛି। ତେଣୁ ଜୟ ଜଗନ୍ନାଥ କହି ବର୍ତ୍ତମାନ ଆମେ ମୁଖଲିଙ୍ଗମର ଏହି ଶିବଲିଙ୍ଗକୁ ଦର୍ଶନ କରିବା। ବର୍ତ୍ତମାନ ଆମେ ଦର୍ଶନ କରୁଛେ ମୁଖଲିଙ୍ଗ। ଆମେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଥିବା ଶୈବପୀଠ ଗୁଡ଼ିକର ଯାତ୍ରା କରିବା। ଉତ୍କଳ ଖଣ୍ଡରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଉତ୍କଳ ଖଣ୍ଡରେ ଆମେ ଦେଖିବାକୁ ପାଇବା ଲଡ଼ୁବାବା। ଲଡ଼ୁବାବା ନୟାଗଡ଼ ଜିଲ୍ଲାର ଶରଣକୂଳ ଏକ ପ୍ରସିଦ୍ଧ ଶିବକ୍ଷେତ୍ର। ଲଡ଼ୁବାବା ନାମରେ ଶିବଲିଙ୍ଗ ଏଠାରେ ଆରାଧିତ। ତେବେ ଆମେ ଦର୍ଶନ କରିବା ଲଡ଼ୁବାବାଙ୍କୁ। ଆମେ ଦର୍ଶନ କରୁଛେ ଲଡ଼ୁବାବାଙ୍କୁ। ଆସନ୍ତୁ ବର୍ତ୍ତମାନ ଦର୍ଶନ କରିବା ଆଖଣ୍ଡଳମଣିଙ୍କୁ। ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ଥାନା ଅନ୍ତର୍ଗତ ଆରଡ଼ି ଆଖଣ୍ଡଳମଣିଙ୍କ ପାଇଁ ପ୍ରସିଦ୍ଧ। ଆଖଣ୍ଡଳମଣି ଭାରି ପ୍ରତ୍ୟକ୍ଷ ଦେବତା। ତାଙ୍କୁ ଆମେ ଦର୍ଶନ କରିବା, ସେହି ଶିବଲିଙ୍ଗକୁ ଦର୍ଶନ କରିବା ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଉତ୍କଳ ଖଣ୍ଡ ମଧ୍ୟରେ। ତେବେ ଆସନ୍ତୁ ଦର୍ଶନ କରିବା ଆଖଣ୍ଡଳମଣିଙ୍କୁ। ଆମେ ବର୍ତ୍ତମାନ ଦର୍ଶନ କରୁଛେ ଶ୍ରୀ ଆଖଣ୍ଡଳମଣିଙ୍କୁ। ଆସନ୍ତୁ ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟରେ ଯିବା
गोकर्णेश्वर पूर्वघाट पर्वतमाला महेन्द्रगिरी पर्वत पुराण मानकरे यह महेन्द्राचल नाम वर्णित। यार उच्चतम शिखर रे गोकर्णेश्वर मंदिर। मत्स्य पुराण रे यह एक पितृतीर्थ रूप वर्णित। यह संप्रति गजपति जिले रही। तो बर्तमान आसतु आम दर्शन करवा गोकर्णेश्वर को। आम बर्तमान दर्शन करुचे गोकर्णेश्वर रे शिवलिंग को। साबर श्रीक्षेत्र कोरापुटर श्री जगन्नाथ मंदिर परिसर मध्य उत्कल खंड मध्य दर्शन कर। बर्तमान आसतु कोरापुट माटीर गर्व गौरव गुप्तेश्वर दर्शन करवा। गुप्तेश्वर कोरापुट जिलार बैपरोड ठारू 45 किलोमीटर दूर रामगिरी। एठारू 10 किलोमीटर दूर में कोलाब नदी कूल एक पहाड़ शिखर गुंफार गुप्तवास कर केदारनाथ। गुप्तेश्वर रूपे प्रसिद्ध ए विशालकाय शिवलिंग को श्री रामचंद्र वनवास काल में आराधना करते आमर कथा रही। बर्तमान आम दर्शन करवा गुप्तेश्वर भक्तगण। बर्तमान दर्शन करंतु गुप्तेश्वर को। गुंफा मध्य गुप्तेश्वर को दर्शन करवार सौभाग्य आज आम साबर श्रीक्षेत्र कोरापुटर श्री जगन्नाथ मंदिर परिसर मध्य उत्कल खंड में दर्शन करवार सौभाग्य पाइछे। तेणु कृतज्ञता जनवा से भगवान निकट में से एत सहजरे आमको गुप्तेश्वर दर्शन कर। बर्तमान आम दर्शन करवा विरूपाक्ष। फुलवाणी जिले में वीरतुंग नदी तटरे चकापाद। प्राचीन काल में यह एक चक्रानगर। विरूपाक्ष महादेव समेत एठारे पंचशु उपासित होती। तो बर्तमान दर्शन करवा विरूपाक्ष भक्त। बर्तमान विरूपाक्ष को दर्शन करुछंती एवं ये दर्शन कर कृतार्थ होती भक्त मान। चकापाद श्री विरूपाक्ष शिवलिंग को दर्शन आम करुछे। बर्तमान एठारे बर्तमान आम दर्शन करवा चंद्रशेखर। ढेंकानाल जिले में कपिलास पर्वत उपर चंद्रशेखर मंदिर। चंद्रशेखर स्वयं भूलिंग भाव परिचित। यह स्वयंभू लिंग को बर्तमान आम साबर श्रीक्षेत्र कोरापुटर श्री जगन्नाथ मंदिर परिसर मध्य उत्कल खंड में दर्शन करुचे। बर्तमान दर्शन आम करुचे कपिलासर श्री चंद्रशेखर को। ओम नमः शिवाय। ओडिशार प्रसिद्ध लिंगराज मंदिर भुवनेश्वर भारत अन्यतम शैव क्षेत्र प्रसिद्ध लिंगमान मध्य श्रेष्ठ हेतु एकाम्र निवासी लिंगराज त्रिभुवनेश्वर समयक्रमे से हो भुवनेश्वर और क्षेत्र मध्य भुवनेश्वर ये लिंगराज को दर्शन करुँच। प्रसिद्ध शैव क्षेत्र अनुभूति को साबर श्रीक्षेत्र कोरापुट उत्कल खंड में भक्त मैंने अनुभव कर कृतार्थ होती। भक्तंकर भिड़ लगी रही। साबर श्रीक्षेत्र कोरापुटर श्री जगन्नाथ मंदिर परिसर मध्य उत्कल खंड में विभिन्न शैवपीठ देखिए दर्शन करने एकाठी अनेक शिवलिंग को दर्शन कर कृतार्थ होती परिवार वर्ग। परिवार समेत एठारे समस्ते उपस्थित रही आनंदर सहित महाशिवरात्रि सुवर्ण सुजोग को हाथ छड़ा करना। तेणु समस्ते एक समर्पित भाव नहीं आज दर्शन करुँच महाशिव को। बर्तमान आम दर्शन करुँच प्रभु लिंगराज को। भुवनेश्वर स्थित पवित्र शैवपीठ लिंगराज से लिंगराज अनुभूति साबर श्रीक्षेत्र कोरापुट श्री जगन्नाथ मंदिर में बर्तमान भक्तगण अनुभव कर। बर्तमान आम दर्शन करुचे सुवर्णमेरु स्थित शिवलिंग को। पुण्यतया चित्रकला और तेल नदीर संगम स्थल सुवर्णमेरु जहाँ बर्तमान आम सोनपुर भाव जाने। एठारे सुवर्णमेरु नाम महादेव मंदिर रही। सुवर्णमेरु नामानुसार यह स्थान नाम सुवर्णमेरु होता कहुए। तो बर्तमान आम दर्शन करवा सुवर्णमेरु उत्कल खंडर अनन्य परंपरा अनन्य उपस्थिति शिवलिंग दर्शन कर भक्त आज आनंदित हो उठी। तेज बंधुगण आज ये साबर श्रीक्षेत्र कोरापुटे महादेव दर्शन एक परिक्रमा जो भारत वर्षर विभिन्न स्थान प्रमुख शैवपीठर शिवलिंग गुड़ी दर्शन करें। सहित ओडिशार विभिन्न स्थान शैवपीठर दर्शन करें। साबर श्रीक्षेत्र कोरापुटर श्री जगन्नाथ मंदिर परिसर मध्य यही अनन्य सुजोग सुविधा नापी भक्तंकर लगी रही। आपण एठाक आसिले एका सहित समग्र भारतवर्ष को परिभ्रमण करार अनुभूति को नहीं पारे, आनंद को नहीं पारे। महाशिवरात्रि अवसर में महाशिव को अनुभव करार एक प्रयास ताहा सफल हम समस्त आशा करुचे। आम भितर
যে ଅନ୍ତର୍ଚ୍ଛେଦନା ଉନ୍ମୁକ୍ତ ହେବ ସେଇ ପରମ ଶିବଙ୍କ ଆଡ଼କୁ ଜୀବନର ସତ୍ୟ ଆଡ଼କୁ ଆମେ ଉନ୍ମୋଚିତ ହୋଇପାରିବା ଏବଂ ସେଇ ଚରମ ସତ୍ୟ ଆଡ଼କୁ ନିଜକୁ ଅଗ୍ରସର କରାଇବାରେ ସହାୟକ ହୋଇପାରିବା। ଏହା ହିଁ ହେଉଛି ଆଜିର ମହାଶିବରାତ୍ରିର ଅନନ୍ୟ ଉପହାର ଏବଂ ଏହି ସାବର ଶ୍ରୀକ୍ଷେତ୍ର କୋରାପୁଟର ଉପସ୍ଥିତି ତାକୁ ଆମକୁ ଆଗକୁ ନେବାରେ ସହାୟକ ହେଉଛି। ତେଣୁ ପୁଣି ଥରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ କୃତଜ୍ଞତା ଜଣାଇବା, ମହାଦେବଙ୍କ ନିକଟରେ କୃତଜ୍ଞତା ଜଣାଇବା ଆମକୁ କୋରାପୁଟର ଏହି ଟିକି ପାହାଡ଼ ଉପରେ ଏତେ ବଡ଼ ସୁଯୋଗଟିଏ ପ୍ରଦାନ କରିଛନ୍ତି। ଧନ୍ୟବାଦ, କୃତଜ୍ଞତା ଜଣାଇ ରହୁଛି ତେବେ ରେଡ଼ିଓ କୋରାପୁଟ ପାଇଁ। ସିଏଚ୍ ସାନ୍ତା, ନମସ୍କାର।